ସେମାନେ ହେଲା ସିଏ ନଡ଼ିଆ ପାଇଲା ପାଇଲା ବ୍ୟାସଦେବ ସେଠୁ ଆଉ ଜାଣିଛୁ ଇଏ ତାଠୁ ବିଦ୍ୟା ଶିକ୍ଷା କରିବି ଯେତେ ତା ଘରକୁ ଗଲେ ଶିଳ କହିଲା ସିଏ ବ୍ୟାସଦେବ ଋଷି ମୁଁ ସାମାନ୍ୟ ଶିଳ ତାକୁ ଦେବି ଏ ବିଦ୍ୟା ମୋତେ ସେ 400 ବେଳେ ଗୁରୁ ବୋଲି ମାନିବେ ସେଇଠୁ ଏ କଥା ହେଲା ସେଇଠୁ ବ୍ୟାସଦେବ ଯେତେ ଯାଆନ୍ତି ଶିଳ ଯାଇ ଲୁଚି ଆଉ ଥରେ ଗଲା ତାଙ୍କ ପୁଅ ଅଛି ଆଉ ପୁଅ କହିଲେ ପ୍ରଭୁ କୁଆଡ଼େ ଆସିଥିଲେ ନାଇଁ ଏମିତି ବାପାଙ୍କ କତିକି ଯାଇଛି ବାପା ଆଉ ଦେଉନାହାନ୍ତି ସେ ବିଦ୍ୟାଟା ଆଉ ନା ମୁଁ ଦେଇଦେବି ସେ ସେଇଠୁ ଦେଇଦେଲେ ବ୍ୟାସଦେବ ଭାବିଲେ ଛୋଟ ପିଲାଟା ସିଏ ଠକିଲା କି ଠିକ୍ ଜାଗା ଆମେ ଟିକେ ପରୀକ୍ଷା କଲା ବେଳକୁ 10 ଟଙ୍କା ପରୀକ୍ଷା କଲାବେଳକୁ ଗଛ ସାଙ୍ଗେ ସାଙ୍ଗେ ନଈ ହେଲା ନଈ ପାଣି ଚାଲିଲେ ତ ଶିଳ ଆସିକି ପହଞ୍ଚିଲା ଶିଳ ଆସିକି ପହଞ୍ଚିଲା ଭିତରେ ସେଠୁ ଇଏ କହିଲା କି ପୁଅ କହିଲା ବାପୁ କହିଲା ବ୍ୟାସଦେବ ଆସିଲେ ମୁଁ ତାଙ୍କ ମନ୍ତ୍ରଟା ଦେଇଦେଇଛି ନାଇଁ ହେ ମୁଁ ଲୁଚିଲି ତୁ କାହିଁ ମନ୍ତ୍ର ଦେଲୁ କେତେ କ'ଣ ସେ ଗୁରୁ ବୋଲି ମାନିବେ ନା ହଁ ମାନିବେ ନା ଚାଲ ଯଦି ସେ ଯଦି ଗୁରୁ ବୋଲି ମାନିବେ ତାହେଲେ ତାଙ୍କୁ ମନ୍ତ୍ର ପ୍ରାପ୍ତ ହେବ ନହେଲେ ମନ୍ତ୍ର ମୋ କତିକି ଫେରିଆସିବ ଚାଲିଲେ ଆଉ ସେଇଠୁ ଚାଲିଲା ପୁଅ ଚାଲିଛି ଆଗରେ ବାପ ଚାଲିଛି ପଛରେ ତାଙ୍କର ସତ୍ସଙ୍ଗ ଚାଲିଛି ବ୍ୟାସଦେବଙ୍କର ବ୍ୟାସଦେବ ଦେଖିଲେ ଥୋଡ଼ା ବାଟରୁ ଶିଳ ପୁଅ ଯାଉଛି ଉଠି ଆସି ସାଷ୍ଟାଙ୍ଗେ ପ୍ରଣିପାତ ପ୍ରଭୁ ଗୁରୁଦେବ ଗୁରୁଙ୍କୁ ନମଣିବ ନର ଗୁରୁ ଯେ ସାକ୍ଷାତ ଈଶ୍ୱର ହାଡ଼ି ହଉ ବାବୁ କଡ଼ରା ହଉ କାନକୁ ପଠାଣ ସେ ଗୁରୁ ଗୁରୁ ରିଷ୍ଟ ହଇଲେ କୃଷ୍ଣ ରକ୍ଷିତ ନ ପାରି କିନ୍ତୁ କୃଷ୍ଣ ରିଷ୍ଟ ହଇଲେ ଗୁରୁ ରକ୍ଷିତ ଯେପାରି ଗୁରୁ ଯଦି ରିଷ୍ଟ হবে ସ୍ୱୟଂ ଭଗବାନ ରଖିପାରିବେନି ଯଦି ଭଗବାନ ରିଷ୍ଟ হবে ଗୁରୁ ରଖିଦେବେ ଗୁରୁ କିଏ ପିତା ଗୁରୁ ମାତା ଗୁରୁ ଆଗ ମାତା ଗୁରୁ ଇଏ କୀର୍ତ୍ତନ କରିବାକୁ ଆଗ ମାତୃବନ୍ଦନା ନା ଗୁରୁ ବନ୍ଦନା ଆଗ କିଏ ଜନ୍ମ ଦେଇଥିଲା ମା ମାତୃକୁ ବନ୍ଦନା କରିସାରିଲା ପରେ ତାପରେ ସେ ଗୁରୁ ଦିନ ହେଲା ମୁଁ କହୁଥିଲି ସିଆ ମୁଁ ପୁରାଙ୍କୁ କହିଲି ସିଆ ମୁଁ କହିଲି ତୁମ ଜିଲ୍ଲା ହେଲା ପୁରୀ ଜାଗା ହେଲା ଶ୍ରୀକ୍ଷେତ୍ର କିନ୍ତୁ ଆମ ଜିଲ୍ଲା ହେଲା ଜଗତସିଂହପୁର ଆମର ହେଉଛି ବାଣୀ ଚିତ୍ର ମୁଁ ପଚାରିଲି ମୁଁ କହିଲି କାଳିଦାସ ଶାରଦାଙ୍କୁ ମୁଖରୁ ବର୍ଣ୍ଣନା କରେ କ'ଣ କହିଲେ ନା କଜ୍ଜଳ ପୂରିତ ଲୋଚନ ହାରେ ସ୍ତନ ଯୁଗ ଶୋଭିତ ମୁକୁତାହାରେ ଗଳାରେ ଗଜମୁଖୀ ମୁକୁତାହାର ଦିଅମା ସରସ୍ୱତୀ ବିଦ୍ୟା ବନ୍ଧାର ବୀଣା ପୁସ୍ତକ ରଞ୍ଜିତ ହସ୍ତେ ଭଗବତୀ ଭାରତ ଦେବୀ ନବ ଠାକୁର କହିଲେ କାଳିଦାସ ନା ତୁମେ ମୁଖରୁ ବର୍ଣ୍ଣନା କଲି ମୁଁ ତୋତେ ଅଭିଶାପ ଦେଇଛି ସବୁଦିନ ମୁଁ ବିଦ୍ୟା ନଗର ଦେବି କାଳିଦାସ ଟିକେ ମନରେ ଗର୍ବ କଲେ ଠାକୁର କହିଲେ କି କ'ଣ ମୁଁ ବିଦ୍ୟାନଗର ଦେଇପାରିବି ବିଦ୍ୟାନଗର ଦେଇବାକୁ ଗଲେ ବିଦ୍ୟାନଗର କିଏ ଆମ ଶଙ୍କର ସାଗର ବୁଝିପାରିଲେ ଗଲାବେଳକୁ ଖରାଦିନ ହେଇଛି ସେଠି ଗୋଟେ ନଈ ଅଛି ଘୋଷୁଆ ନଈ ତ ପାଣି ହେଇକି ଗଛ ମୂଳେ ବସିଗଲେ କହିଲେ ମୁଁ ସାଇ ଛତାର ଛାଇ ଯେଣିକି ଚାହିଁଲେ ତେଣିକି ଯିବି ସେ ନଈ କୂଳରେ ଗୋଟେ ଝୋବଡ଼ ନୂଆ ଗଛ ବନେଇଦେଲା ଗଛ ମୂଳେ ବସିକି ଇଏ କଲେ ଛାଇ ତ ଛାଇ ଛତାର ଛାଇ ଯେଣିକି ଚାହିଁଲେ ତେଣିକି ଯିବେ ଗଛ ସେଇ ଗଠିକି ଚାଲ ବାଟରେ ଯାଇ ପହଞ୍ଚିଲା ଗୋଟେ ବୁଢ଼ୀ ନଈଟା ଯାଉଛି କହିଲେ ମା ନା ତୁମ ଯୌବନ କେବେ ପ୍ରାପ୍ତି ହେବ ନା ମୁଁ ଯେବେ ମରିବି ବୁଢ଼ୀକି ମଲେ ସେ ଜନ୍ମ ହେଲେ ପୁଣି ଯୌବନ ପ୍ରାପ୍ତି ହେବ ସେ ଭିଡ଼ ଆଉ ଗଲେ ସାରନ୍ତି ସେଦିନ ଗଲେ ସେଇଠୁ କ'ଣ କଲେ ଆସିକି ସେଇ ନଈ କୂଳରେ ପହଞ୍ଚିଲେ ସନ୍ଧ୍ୟା ହେଇଗଲାଣି କେଉଁ ତ ରୋଷେଇ କରୁଛନ୍ତି ମାଛ ଝୋଳ ଭାତ କହିଦେଲେ ଆଉ କ'ଣ ବନ୍ଧୁକୁ ଦୁଇଟା ଖାଇବାକୁ ନା କହୁନୁ ଖାଇବେ ଆଉ କ'ଣ ଖାଇବେ କୁହନ୍ତୁ ଝୋଳ ଖାଇବେ ନା ଫଳ ଖାଇବେ କହିଲେ ମୁଁ ଫଳ କଥା କହିଲି ଖାଲି ମୋତେ ମାଛ ଦେଇଦିଏ ସେ ଝୋଳ ଖାଇବେ ଏମିତି ବାକି ତରକାରୀ କଲେ ସବୁ ଯାକ କଣ୍ଟା ଥାଏ ମାଛ ତକ ମିଶିଗଲା ସବୁ ଝୋଳ ପତ୍ର ଯେତେବେଳେ କୁଢ଼େଇ ଦେଲେ ମୋତେ ଆବାସ ଅନେଇଲି କହିଲେ ମା ମୁଁ ଆଉ ତୋ କତିକି ଯିବି ମୁଁ ଜିଣି ପାରିବି ମୁଁ ସେଇଠି ପ୍ରଶ୍ନ କଲି ଜଣକୁ ମୁଁ କହିଲି ଆଚ୍ଛା କାଳିଦାସ ଭଳିଆ